वर्णान अर्थ संगान रसन छंदसा चकर्तारं वंदे पाणिविनायका भवानी शंकर वंदे सदा विश्वासरूपिणं न पश्यन्ति सिद्ध संता समीचरा जगदानंद कंदाय प्रणतारति हराय जगन्नाथयते
ବାସନ୍ତୀ ନା ଇଏ ବର୍ତ୍ତମାନ ଗରମ ରାତି। ହଉ ମାମୁଁ ଗୋଟାଏ ଅରା ଗଲା। बोल भाई ବାସ୍ शिवन श्री सत्य नारायण विद्या रथे बोल सर्वे ହଁ ହଁ आनंद कबार हरि हरि उत्कल जररे विद्या प्रदायिनी मां शारदांग विद्या रथे बोल सर्वे बस आनंद कबार हरि हरि उपस्थित मोर कला प्रेमी साहित्य प्रेमी बंधु मानकर मातृस्थानीय भग्नस्थान बड़ा मानकर छोट छोट भाइयों भौणी मानकर बस बस नारायण सर्वश्रीकाल मंगल विस्तार करंतु बोल सर्वे आनंद कबार हरि हरि आहुरी कबार हरि हरि मोब्रू कौन हौची रे ये अरे रा जहा प्रकृति नद्वमुच्यते मुच्यते जदि मुच्यते किंचित 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 अच्छा अरे संगीत मानेकर कर्तव्य कौन सब कौन म पाला मंच उपरକୁ ଆସିବା ମାତ୍ରେ ବିଭିନ୍ନ ଅବତାର ଏ ସବୁ ପ୍ରକୃତି ଭଗବାନଙ୍କର ଯଦି 10 ଅବତାର 42 ଅବତାର ଆମର ସେମିତି 52 ଅବତାର କେରା କେଉଠୁ ଅଭିଶାପ ପାଇଛ ଏରା ସବୁ ଆମେ ଉପରୁ ଅଭିଶାପ ପାଇକି ତଳକୁ ଆଇଛୁ ଉପର ମାନେ ଉପରେ ଉପରେ ସ୍ୱର୍ଗପୁରରେ ଆମେ ସବୁ ସ୍ୱର୍ଗରୁ ମର୍ତ୍ତ୍ୟକୁ ଆଇଛୁ ଅଭିଶାପ ପାଇଛୁ କିଏ ଅଭିଶାପ ଦେଲା ତମେ କଣ ଭାବୁଛ ଆମେ ଗୋଟେ ଛୋଟିଆ ଲୋକ କି ଆଉ ତେରିକା ତମେ ଆମ ବିଷୟରେ ଜାଣି ପାରୁନ କିଛି ନାଇଁ ମୁଁ ଜାଣିନି ତ ମୁଁ କଥା ଟିକେ କହିଛି ଶୁଣ ହଁ କୁହ ଆମ ମାନଙ୍କୁ ଯୋଉ ଭାବୁଛ ଆମେ ଯୋଉ ରଡି କରୁଛୁ କଣ ପାଇଁ କରୁଛୁ କହିଲ ଭାଇ ଆମେ ଗୋଟିଏ ଗୋଟିଏ ସବୁ ଗନ୍ଧର୍ବ ଗନ୍ଧର୍ବି ଥିଲୁ କେବେ
କେବେ ମାନେ ପରଜନ୍ମରେ ପୂର୍ବ ଜନ୍ମ ପୂର୍ବଜନ୍ମ ପୂର୍ବ ଅଜିତ କର୍ମ ଫଳେ ଯାଚି ମୁଁ ଦେଉଥାଇ ବଳେ ହଁ ଠିକ ଠିକ ଆମକୁ ଯାଚିକି ଦେଇଥିଲି ବର ଦେଇଛନ୍ତି। ଆମକୁ ଇନ୍ଦ୍ର ଯାଚିକି ବରୁଟା ଦେଇଛନ୍ତି ଆରେ କାଇଁ ଆଉ ତ କେମିତି ରଟି କରୁନାହାନ୍ତି ନାଇଁ 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 ସୁଧାଇ ଭାଇ। ଆମେ ଇନ୍ଦ୍ର ସଭାରେ ସବୁ ଗନ୍ଧର୍ବ ଥିଲୁ ହଁ ହଁ ସେଠି ସବୁ ସଙ୍ଗୀତ ପରିବେଷଣ କରୁ ତମେ ଗନ୍ଧର୍ବି ଥିଲ ମୁଁ ଗନ୍ଧର୍ବ ସେ ଗନ୍ଧର୍ବି ଗନ୍ଧର୍ବ ଥିଲେ ଆଉ ସେମାନେ ଗନ୍ଧାନ୍ତି ବୋଲି ଗନ୍ଧର୍ବି ତମେ ଗନ୍ଧଉଛ ବୋଲି ଗନ୍ଧର୍ବ ଗନ୍ଧର୍ବ ତେଣୁ ସୁଧାଇ ହଁ ଦିନେ କଣ ହେଇଛି ସୁଧର୍ମା ସଭାରେ ଆମେ ସମସ୍ତେ ସଙ୍ଗୀତ ପରିବେଷଣ କରୁଛୁ ଆମ ସଙ୍ଗୀତର ସବୁ ବିକଳାଙ୍ଗ ସେଦିନ ଧଇଲା ଆଚ୍ଛା ତାପରେ ଇଏ ରମ୍ଭା ଇଏ ମେନକା ମାନେ ସବୁ କଣ ହେଲା ଉର୍ବଶୀ। କାହାର କାହା ସାଙ୍ଗରେ ମିଶିଲାନି ସ୍ୱର ନା ସ୍ୱର ମୋର ତା ସାଙ୍ଗରେ ମିଶିଲାନି କି ତାର ତାଙ୍କ ସାଙ୍ଗରେ ମିଶିଲାନି ଜାତକ ତ ପଡୁନି ଆଉ କାହାର ତ ସା ଘର ଗଲା ବେଳକୁ କାହାର ନିରେ ରହିଯାଉଛି ଆଉ ଯେ କଣ ହେଲା କହିଲ କଣ ହେଲା ଇନ୍ଦ୍ର ରାଗି ଗଲେ ଆଉ ଆଚ୍ଛା ରାଗିକି ଟିଙ୍ଗ ଟିଙ୍ଗ ହେଇକି ଆମକୁ ଅଭିଶାପ ଦେଲେ ଟିଙ୍ଗ ଟିଙ୍ଗ ହେଇଗଲେ କହିଲେ ତମର ସାଧନା ଆହୁରି ବାକି ରହିଛି ତମର ତମେ ମର୍ତ୍ୟ କ୍ଷେତ୍ରକୁ ଯା ସେଠି ସାଧନା କ୍ଷେତ୍ର ସାଧନା କ୍ଷେତ୍ରରେ ସାଧନା ସିଦ୍ଧି କରିକି ସ୍ୱଦେହରେ ସ୍ୱର୍ଗକୁ ଫେରିବ ଓ ବର୍ତ୍ତମାନ ଏଟା ହଉଛି ସାଧନାର କ୍ଷେତ୍ର ତମେ କଣ ଭାବୁଛ ଆମେ ମରିବୁ ଆଉ ଆମେ ସେମିତି ଯିବୁ ଓ ଏଇ ସଦୟରେ ଯିବ ଆଚ୍ଛା ମୁଁ ଟିକେ ପଚାରି ବୁଝିବି କାହାର କେତେ ବାଟ ଗଲାଣି ହଁ ତା ବୁଝ 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 କହିଥିଲେ, ତମ ସାଧନା ତ ବିଲ ବାଡି ଗହିର ଦ୍ୱାର ସବୁଆଡେ ଚାଲିଛି ମୋର ମୁଁ କେତେ ଚାଲୁ ବାଟ ଗଲାଣି ଆରେ ମୁଁ ଚାଲୁ ରଖିଛି ଚାଲିଛି ସେ ସଂସ୍ଥା ଦେଖିବା କଣ ହଉଛି ସଂସ୍ଥା ଚାଲିଛି ଆଚ୍ଛା ମା ବଦନି ଆଜ୍ଞା ତମର କେତେ ବାଟ ସାଧନା ଗଲାଣି ଅଧା ବାଟ ଯାଇଛି ଫୁଲ ହେଇନି ଅଧାରେ ରହିଲେ ତମର ମା ରୂପାଲି ମୋର ସାରୁ ଯାଇ ରେ ଅଟିକିଛି ଉପରକୁ ଯାଉନି ତାର ନି ଘରଟା ହେଇନି ନା ଆଗକୁ ହବନି ଆରେ ଆଗକୁ ଆଉ ଯିବନି ଏତ ଦ୍ୱାରା ଜଣାଗଲା ଯେ ସମସ୍ତଙ୍କର ସାଧନା ସିଦ୍ଧି ହେଇନି ମୋରି ସମସ୍ତେ କେବଳ ଫେଲେ ଆମେ ପାସ୍ କେବଳ ଆମେ ପାସ୍ ଧନ୍ୟବାଦ ଆଜ୍ଞା ଆରେ ଚୈତନ୍ୟ ଚରିତ୍ରାମୃତ କହିଛି କଣ କହନ୍ତି ଦେବଂଶେ ଜନ୍ମିଥିବ ଯେଉଁ ସୁମାନବ ସେ ସିନା ସେ ସଂକୀର୍ତ୍ତନେ ମନ ପ୍ରାଣ ଦେ ଆରେ ଯାହା ତମେ କହିଲ ପୂର୍ବ ଜନ୍ମରେ ଏ ଯୋଉ କମେଡି କଥା ପ୍ରକୃତର ପୂର୍ବ ଜନ୍ମର ତପସ୍ୟାର ଫଳ ନଥିଲେ ହରିନାମ ସାଥିରେ ସମଞ୍ଜସ୍ୟ କରି ଆପଣ ମାନଙ୍କୁ ପ୍ରଭୁର ନାମ ଶୁଣେଇବା ପାଇଁ ସୁଦୂର ପଥ ନୟାଗଡ଼ରୁ ଆସି ଆପଣ ମାନଙ୍କ ପାଖରେ ଆମେ ଏଠି ଦଣ୍ଡାମାନ ହେଇପାରିଛେ ଏ ବଡ ମୋର ସୌଭାଗ୍ୟର କଥା ନୁ ତା ସଙ୍ଗେ ସଙ୍ଗେ ଇଏ ପୂର୍ବ ଜନ୍ମର ପ୍ରକୃତ ଅଭିଶାପ ଅଭିଶାପ ନରନାରାୟଣଙ୍କ ଦର୍ଶନ ହଉ ସେ କଥା ତ ଆମ ସଙ୍ଗୀତ ମାନଙ୍କର କଥା ଗଲା ଆଜ୍ଞା ଏଣିକି ଆମେ ଦେଖିବା ପାଲାର କାର୍ଯ୍ୟକ୍ରମ କଣ କଣ ଦେଖିବା କହିବ ଝାଞ୍ଜ ମୃଦଙ୍ଗ ମାଧ୍ୟମରେ ପ୍ରତିଧ୍ୱନିର ଶବ୍ଦ ଚାଲିଗଲା ଏବଂ ଡାକବାଜି ଯନ୍ତ୍ର ସୁଦୂର ପଥକୁ ଅତିକ୍ରମ କଲା ଏଇଟା ଗଲା ଆମ କଥା ସୁଧାଇ ହଁ। ବର୍ତ୍ତମାନ ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀ ଶ୍ରୀ ସୀତାରାମେଶ୍ୱର ଚତୁର୍ଥ ବାର୍ଷିକ ପାଲା ମହୋତ୍ସବ ଧନ୍ୟବାଦ। ଗୋତଳବନ୍ଧା ଗ୍ରାମର ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ ତେଣୁ ସେଇ ଉପଲକ୍ଷେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଆଜି ହଉଛି ପାଲା ଦୋଳ ପୂର୍ଣ୍ଣିମା କାହିଁକି ପ୍ରସିଦ୍ଧ ବା କାହିଁକି ଆମେ ପାଲାକାର ବା ସଂକୀର୍ତ୍ତନ ମାନ କରନ୍ତି କରନ୍ତି ଦୋଳ ଆଁ? ପୂର୍ଣ୍ଣିମା ଆରେ ପାଳନ କରୁଛେ ଦୋଳ ପାଲା ଗୋଟିଏ ହଉଛି ସତ୍ସଙ୍ଗ ଏଇଠୁ କଥାଟିକୁ ମୁଁ ଆରମ୍ଭ କରୁଛି କରିବନି ଆଉ କଣ ସତ୍ସଙ୍ଗ ଆମେ କାହାକୁ କହିବା କାଉ କହିବା ସାର୍ ପାଞ୍ଚ ଜଣ ଯୋଉଠି ବସି ପ୍ରଭୁର କଥା ଆଲୋଚନା କରାଯାଏ ତାକୁ ଗୋଟିଏ ସତ୍ସଙ୍ଗ ଯୋଉଠି ସତ୍ କଥା ଆଲୋଚନା ଥାଏ ସେ ହେଲା ସତ୍ସଙ୍ଗ ଆଉ ଗୋଟିଏ ଜଗତଗୁରୁ ଅଭିରାମ ପରଭଂଶ କୋଇଲି ସେখানে ସେ ଗୋଟିଏ ପଦ କହିଛନ୍ତି ସତ୍ସଙ୍ଗ କଣ ସତ୍ସଙ୍ଗ କହିଲେ ଗୋଟିଏ କଣ? ପଦ କହୁଛି ଆଣ ଭିଡ଼ ଭିଡ଼ ସତସଙ୍ଗ ଶାନ୍ତିର କାରଣ ସତସଙ୍ଗ ଶାନ୍ତିର କାରଣ ସୂତ୍ରରେ ମିଳନ୍ତି ସତ୍ୟସୂତ୍ରେ ମିଳନ୍ତି ସତ୍ୟ ନାରାୟଣ କହିଲି ଲୋ କହିଲି ସତସଙ୍ଗ ଶାନ୍ତିର କାରଣ ସତ୍ସଙ୍ଗ ଶାନ୍ତିର କାରଣ କାହିଁକି ସତ୍ସଙ୍ଗ ଶାନ୍ତିର କାରଣ ଜଗତଗୁରୁ ଅଭିରାମ ପରମହଂସ କରମଳା 28 ଲେଖିଦେଲେ ସହଜ ସୂତ୍ରେ ମିଳନ୍ତି ସତ୍ୟ ନାରାୟଣ ସତ୍ସଙ୍ଗ ମାଧ୍ୟମରେ ଯଦି ଆତ୍ମାକୁ ପବିତ୍ରତା ମଣିଷ ଜୀବନରେ ଆସିପାରେ ତାହେଲେ ଏ ସତ୍ସଙ୍ଗର ବସିଲା ପରେ 2-4 ଘଣ୍ଟା ପ୍ରଭୁ କଥା ଏ ଅନ୍ତର ଭିତରକୁ ପ୍ରବେଶ କଲା ପରେ ଆନ୍ଦୋଳିତ କଲା ପରେ ଯେତେବେଳେ ଘରକୁ ପ୍ରତ୍ୟାବର୍ତ୍ତନ କରନ୍ତି କରନ୍ତି ଆନନ୍ଦ ଚାଦି ପ୍ରଭୁର କଥାରେ ଥାଏ ଥାଏ ଏ ଜୀବଟିକେ ପ୍ରତି ଉଦ୍ଧାରର ମାର୍ଗ ବାଟରେ ଦେଖାଯାଏ ବାଟ ବା ଜୀବର ଉଦ୍ଧାରର ପ୍ରଥମ ହଉଛି ଭାବଧାରା ଭାବଧାରା ସତ୍ସଙ୍ଗ ଶାନ୍ତିର ଶାନ୍ତି ଟିକେ ଶାନ୍ତି ଏ ମଣିଷର ଉପଲବ୍ଧି କରେ ଶାନ୍ତି ଅଛି ଆଉ ଆରେ ସନ୍ତ ବାବୁ ଆଜ୍ଞା ସଂସଦ ଶାନ୍ତି ସହଜ ସୂତ୍ରେ ଶାନ୍ତି ଦିଲୁ ସାଙ୍ଗେ ପଳେଇଲା ହେ ରାଏ ସେ ଦିଲି କଥାଟି କାଇଁ ବୁଝି ସେ କମ କିଏ ଶାନ୍ତି ସେ ବହୁତ ଆନନ୍ଦରେ ଅଛି ଶାନ୍ତି ବର୍ତ୍ତମାନ ଅଶାନ୍ତିରେ ବୁଲୁଛି ଘୋଳପୁରେ ବହୁତ ଆନନ୍ଦରେ ଅଛି ପାଲା ଫାଲା ଜବର ବୁଲୁଛି ସେ ଆମକୁ ଦେଇ ଥଣ୍ଡା ର
এই ଯୋଉ ଶାନ୍ତି ଭିତରେ ଆମେ ଥାଏ ସେ ଶାନ୍ତି କଥା ପଡିନି ନାଇଁ ରେ ଭାଇ। ଏ ମନକୁ ଟିକେ ଆନନ୍ଦ ଦେବା ପାଇଁ ପ୍ରଭୁ କଥାରେ ଆମେ ସମଜସ୍ୟ ହେଇପାରେ ସତ୍ସଙ୍ଗ ଶାନ୍ତିର କାରଣ ଆଉ ଗୋଟେ ସତ୍ସଙ୍ଗ ସତ ଚିତ ଆନନ୍ଦ ସଚିଦାନନ୍ଦ ଏ ଚିତ୍ତକୁ ଆନନ୍ଦ ଦେବା ପାଇଁ ପ୍ରଭୁ ସଚିଦାନନ୍ଦ ଜନ୍ମଗ୍ରହଣ କରିଛନ୍ତି କୋଉ ଦିନ କୋଉଦିନ ଆଜି ଯୋଉ ଉପଲକ୍ଷେ ପ୍ରଭୁର ପାଲା ଚାଲିଛି ଆଜି ହଉଛି ପ୍ରଭୁଙ୍କ ଜନ୍ମ। ରାହୁ ଗସ୍ତେ ଜଳଶସ ଧରେ ଫାଲ୍ଗୁନ ପୂର୍ଣ୍ଣିମାୟଂ ପୂର୍ଣ୍ଣିମାୟଂ କାହିଁକି କଣ ପାଇଁ? ଫାଲ୍ଗୁନ ମାସ ଦୋଳ ପୂର୍ଣ୍ଣିମା ଚନ୍ଦ୍ରକୁ ରାହୁ ଗ୍ରାସ କଲା ବେଳେ କଲାବେଳେ ପ୍ରଭୁ ମୋର କା ଗର୍ଭରୁ ସଚିମାତାଙ୍କ ଗର୍ଭରୁ ଜନ୍ମ ଗ୍ରହଣ କଲେ ପିତା ହେଲେ କେତେ ମସିହା 1485 ଖ୍ରୀଷ୍ଟାବ୍ଦ ଶବ୍ଦ 1485 ଖ୍ରୀଷ୍ଟାବ୍ଦରେ ଜନ୍ମ ଗ୍ରହଣ କଲେ ବାପା ହେଲେ କିଏ ବାପାରେ ଜଗନ୍ନାଥ ଦାସ ଜଗନ୍ନାଥ ମିଶ୍ର ମିଶ୍ର। ଜଗନ୍ନାଥ ମିଶ୍ର କି ଯାହାକି ବିରଜା କ୍ଷେତ୍ର ସେ ଯାଇଥିଲେ ସେ ଓଡ଼ିଶା ସେଇ ସତ୍ସଙ୍ଗ ମାଧ୍ୟମରେ ଯୋଉ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଚୈତନ୍ୟ ମହାପ୍ରଭୁ ଦିନ ଦୋଳ ପୂର୍ଣ୍ଣିମା ଦିନ ଚନ୍ଦ୍ରକୁ ରାହୁ ଗ୍ରାସ କଲା ବେଳେ ପ୍ରଭୁ ମୋର ଜନ୍ମ ହେଲେ ସଚୀ ମାତାଙ୍କ ଗର୍ଭରେ ବାସୁଦେବାୟ ଅକୃତକର୍ତ୍ତା ଅମୃତ ମନ୍ତା ଚିର ସୁନ୍ଦର ଚିନ୍ମୟ ଠାକୁର ଶରଣେ ଶରଣ পদ্ম পলাশ নয়ন শ্রীমান শ্রী বিভু অন্তর্যামী সত্যনারায়ণ স্বামী করমলা মঠর মহন্ত অভির্ণ সুন্দর শ্রী 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 অভিরাম পরমহংস দেবঙ্কর পূর্ণ প্রীত্যর্থে बोलरे मन प्राण एक बार हरि हरि बोल शक्ति करुणामयी विघ्नेश्वरी जगत बंदिनी महामायिमा महाकालींकर पूर्ण प्रीत्यर्थे एकविंश शताब्दीर आबाल वृद्ध वनिता साहित्य प्रेमी संगीत प्रेमी गुरुजन मानकर ए ग्रामर ग्रामवासी वृंदंकर अड़ोशी पड़ोशी जते मोर भाई बंधु मानकर सत्यनारायण विभु अंतर्यामी सर्वादौ मन भीष्ट पूर्ण करंतु बोलरे मन भारत प्राण एक बार हरि हरि बोल मन आहुरी एक बार हरि हरि बोल हरि 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 माय 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 हरि 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 गला गला गला
वर्णं चतुर्भुजं प्रसन्नं वदनं ध्यायेत् सर्वविघ्न प्रशान्तये नारायणं नमस्कृत्य नरं चैव नरोत्तमं देवी सरस्वती व्यासं ततो जया व्यासं वसिष्ठनप्तारं शक्ते पौत्रकल्मषं पराशरात्मजं वन्दे सुखतातं तपोनिधिं व्यासाय विष्णुरूपाय व्यासरूपाय विष्णवे नमो वै ब्रह्मविधये वसिष्ठाय नमो नमः जयन्ती मंगला काली माँ भद्रकाली कपालिनी दुर्गा क्षमा शिवा धात्री माँ मालो स्वाहा स्वधा नमः कि कहिबी मिताणी मो कि कहिबी मिताणी मो गलिनी राकू कि कहिबी मिताणी मो शुणिलुणी ये किसका गाना कहलु किसका गाना गाउची नहीं बुझिबार नाई बुझी पारिबो ना नहीं बुझिबार ये होची ओडिसा रो गंठीधन लो कौन किलो जहाँ पाई ओडिसा सारा विश्व रे परिचित लाभ करिछि ये गीत कहि देखी ये ला शास्त्रीय संगीत पडुची नहीं सेटा ओडिसी पडुची बाटरे भेटिली श्याम बाटरे भेटिली श्याम जित चोरंकू कि कहिबी मिताणी गलिनी राकू कि कहिबी मिताणी गलिनी राकू कि कहिबी मिताणी गलिनी राकू
କହିବି ମିତାଳି ମୋ ଯଶୋଦାନନ୍ଦ ଦୁଲାଳ ସଙ୍ଗେ କଲେ ଜନାଳ ଯଶୋଦାନନ୍ଦ ଦୁଲାଳ ମୋ ସଙ୍ଗେ କରେ କନାଳ ଯଶୋଦାନନ୍ଦ ଦୁଲାଳ ମୋ ସଙ୍ଗେ କରେ କନାଳ ଯଶୋଦାନନ୍ଦ ଦୁଲାଳ ମୋ ସଙ୍ଗେ କରେ କନାଳ ବହୁତ ଲଗାଇ ଗୋଳ ବହୁତ ଲଗାଇ ଗୋଳ ନେଲେ ଗୋଳକୁ କି କହିବି ମିତାଳି ଗଲିନି ରକୁ କି କହିବି ମିତାଳି ଗଲିନି ରକୁ କି କହିବି ମିତାଳି ବାଟରେ ଭେଟିଲି ଶ୍ୟାମ ବାଟରେ ଭେଟିଲି ଶ୍ୟାମ ଗୀତ ଚୋରାକୁ କି କହିବି ମିତାଳି ଗଲିନି ରକୁ କି କହିବି ମିତାଳି ବାଟରେ ଭେଟିଲି ଶ୍ୟାମ ବାଟରେ ଭେଟିଲି ଶ୍ୟାମ ବାଟରେ ଭେଟିଲି ଶ୍ୟାମ ଗୀତ ଚୋରାକୁ କି କହିବି ମିତାଳି ମୋ ମା ଚାଲ ପଳେଇବା କହିହବନି ଗଣେ ନାରାୟଣ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ভিরিনা ভিরিনা ন করতব্যং ঠাকুরে পঞ্চদেব নমস্তুতে এ বলো সত্যনারায়ণ স্বামী হে